ଆଜି ଶୁଣିବା ଉପନ୍ୟାସ ଅମୃତର ସନ୍ତାନ। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 34। ପୁଣି ନିଶାରାତି ଶେଷରେ ଦିଉଡୁ ସାଉନ୍ତା ସେ ଘରୁ ବାହାରି ପଡ଼ିଲା। କୁକୁଡ଼ା ଡାକୁଛି, ଆଲୁଅ ଝିଲିଝିଲି କରୁଛି ଅନ୍ଧାରେ ଅନ୍ଧାରେ। ମେଘ କୁଣ୍ଡା ଛାଡ଼ୁଛି। ଦୂରରୁ ଶୁଭିଯାଉଛି ତୋଫାନ ଚାଲିଯାଉଥିବାର ସାଇଁ ସାଇଁ ଶବ୍ଦ। ସକାଳ ହେବା ଯାକେ ସେ ରହିବ ନାହିଁ। କାମ କ'ଣ ଅଛି ବନ୍ଦିକାର ଲୋକଙ୍କ ସଙ୍ଗେ ଦେଖା ଚାହିଁବାକୁ? ବାଟ ମୁହଁରେ 2 ପାହୁଣ୍ଡ ଆଗେଇ ଆସି କାନ ପାଖେ ଫୁସ୍ଫୁସ୍ କରି ପିଉଟି କହିଲା, ପାରୁଆ କିଣିଲୁ ନାହିଁ ସାଉନ୍ତା? ଦିଉଡୁ ବୁଲିପଡ଼ି ହସି ହସି ପଛକୁ ଡେଇଁଯାଇ ପିଉଟି କହିଲା, ଆର ଥର ଯେତେବେଳେ ଆସିବୁ ପଇସା ଆଣିଥିବୁ ଗୋଟାଏ ଛେଳି କିଣିବାକୁ। ଅସଲ ଦୁହାଁଳ ଗାଈ କିଣି ଆସିବି ନୁନି। ହଉ ମୁଁ ଯାଉଛି। ଅନ୍ଧାର ଛାଡ଼ି ନାହିଁ। ବାଟେ ବାଟେ ବଣବୁଦା, ପାହାଡ଼ ଡଙ୍ଗର ମା କହୁଥିଲା, ଏଇ ପାହାନ୍ତିଆ ବେଳେ କୁଆଡ଼େ ଜନ୍ତୁଫନ୍ତୁ ଫେରୁଥାନ୍ତି, ବାଟରେ ହାବୁଡ଼ନ୍ତି। ପିଉଟି ଭାବିଲା। ମନଟା ଦବିଗଲା। ହଲିଲା ପାଣି ପରି ତାର ତରଳ ମନ ସୁଦ୍ଧା ଏହି ଆଶ୍ଚର୍ଯ୍ୟ ଲୋକ ପାଖେ ଅଜାଣତରେ ଧରାପଡ଼ି ଯାଇଛି। ତଳ ଦେଶ ଲୋକଙ୍କ ପରି ୟାର ନୋଳି ନଥାଉ ପଛେ, ସେ ଦେଶର ଭେଣ୍ଡିଆଙ୍କ ପରି ନଥାଉ କୋଟ୍ କାମିଜ ସଫା ପାଇଜାମା, କିନ୍ତୁ ଏ ବି ନିଆରା। ପୋଷାକ ଖୋଲି ଫିଙ୍ଗିଦେଲେ ରହେ ଯେଉଁ ଦେହ, ବଳରେ ବପୁରେ ଗଡ଼େଇର ସୁନ୍ଦରପଣରେ ଛଳଛଳ ସ୍ୱାସ୍ଥ୍ୟରେ ମଣିଷ ପଣିଆର ବଡ଼ତିର ଟେକ ଦେଖାଏ, ତହିଁରେ ଏ ବଡ଼ କେବଳ ଦେହ କି ଖାଲି ସରଳ ମନ ପଣତ କାନିରେ ବାନ୍ଧି ରଖିହେବ। ପୁରୁଷର ଏହିପରି ମନକୁ ଘରଣୀ ଝୁରେ। ସାଉନ୍ତା ଦିଉଡୁ ସାଉନ୍ତା, ଉଚ୍ଚକୂଳରେ ଜନ୍ମ ତାର। ପିଉଟି ଲୋଭେଇଥିଲା, ଏଡ଼େ ପାହାନ୍ତି ପହରୁ ଏ ଯିବ? ଚାଲିଯିବୁ? ମା'କୁ ଦେଖିଗଲୁ ନାହିଁ? ମା କମ୍ବଳ ଘୋଡ଼ି ହୋଇ ସେ ରୋଷେଇ ଘର ଚୁଲି ପାଖେ ଶୋଇ ରହିଛି। ମା ଉଠିଲେ କହିଦେବୁ ନୁନି, ମୁଁ ଯାଉଛି। ତୋର ଭୟ ନାହିଁ? ବଣ ବାଟ, ଏଡ଼େ ଅନ୍ଧାରୁଆ ଏକୁଟିଆ ଯିବୁ? ବଘେଇ ପାଗ ହେଇଛି ସତ ନୁନି, ମାଘ ଗୋଡ଼େଇଲେ ବାଘ ଖାଏ। ସେ ଧାଙ୍ଗିଡ଼ି ଆମ ଖେନ୍ଦାର ଘାଟି, ଭୟ ଟିକିଏ ସେଠି ଥାଏ। କିଏ ମୋର କ'ଣ କରିବ ନୁନି? କାନ୍ଧରେ ଟାଙ୍ଗିଆ ଅଛି, ନିତିଦିନର ଚଲାବାଟ, ଆମର କି ଭୟ? ତୁ ମୋ ପାଇଁ ଭାବେନା ନୁନି, ମତେ ଯାଇ ଦେ। ହାଟକୁ ହାଟ ଆସୁଥିବୁ ହେଲା, ସେଇଠି ଦେଖା ହେଉଥିବ। ଜାଙ୍ଗଲ ଜାଙ୍ଗଲ ରାତି ଭିତରେ ସେ ମିଶିଗଲା। ପିଉଟି ଦୀର୍ଘଶ୍ୱାସ ପକାଇଲା। ଦୂର ପବନର ସାଇଁ ସାଇଁ ମିଳିଯାଉଛି ସେ ଦୂରରେ। କଜଳପାତି 2ଟା କେଉଁଠି ବୋବେଇ ଲାଗିଛନ୍ତି। ଆକାଶରେ ଧୂଆଁ ପରି ମେଘ ଚାଲିଛି, ଭାରି ଶୀତ। ଅବସାଦ ଉପରେ ଆଖି 2ଟା ନିଦର କଣ୍ଟା କଣ୍ଟା ଲାଗୁଛି। ତଥାପି ଚାଲିଯାଉଥିବା ଏହି ଆଶ୍ଚର୍ଯ୍ୟ ଲୋକଟାର ମୋହ। କେଡ଼େ ନିର୍ଭୀକ ସେ, କେଡ଼େ ବଳିଷ୍ଠ, କିନ୍ତୁ ପିଲାଟିଏ ପରି ସରଳ ସୁବୋଧ। ତାର ବଳର ଆଉ ସାହସର ବଡ଼େଇ କରି ଶିଖିନାହିଁ ତଳଦେଶ ଲୋକଙ୍କ ପରି। ପିଉଟି ଯାଇ ଶୋଇପଡ଼ିଲା ସକାଳୁଆ ସୁଖସ୍ୱପ୍ନ ଘୋଡ଼ି ହୋଇ। ବଡ଼ ଜୀବନର ଉଲ୍ଲାସର ଡାକ ବାଜୁଥିଲା କାନରେ। ଦିଉଡୁ ଚାଲିଥିଲା। ସେଠି କ୍ଷତିର ହିସାବ ନାହିଁ, ନାହିଁ ଦୁଃଖର। କ୍ଷତକୁ ଅନେଇ ଅନେଇ ସକେଇବାର କବିତା ସେଠି ଚିରସ୍ଥାୟୀ କିଛି ନୁହେଁ। କଣ୍ଢେଇ ଗଢ଼ା ହୁଏ କେବଳ ଭଙ୍ଗା ହେବାକୁ, ଆଉ ଯେ କେହି ଶକ୍ତି, ଯେ କେହି ଆତ୍ମା, ଯାହାର ଗୋଟାଏ ନିଦରେ କଳ୍ପେ ବିତିଯାଏ, ଯାହାର ସ୍ୱଭାବରେ ପାଣି ହୁଏ ବୁଦ୍ ବୁଦ୍ ଅଥବା ବାମ୍ଫ, ଯେ ପଛଆଡ଼େ ଥାଇ ନିଜର ବିଚିତ୍ର ସୃଷ୍ଟିକୁ ଅନାଏ। ସେ ତାର କ୍ଷଣଭଙ୍ଗୁର କଣ୍ଢେଇର ସଂସାରକୁ ଦିଏ ଅମର ହେବାକୁ ଆଶା। ଯେତେ ବାପ ବତା ଆସୁ, ଓଲଟି ପୋଲଟି ନୂଆ ଭେକରେ ବି ମାଟିରେ ଚେଡ଼ ମଡ଼େଇ ଧରିବାକୁ ପ୍ରବୃତ୍ତ। ତେଣୁ ସେ ପୁରୁଣାକୁ ଛାଡ଼ି ନୂଆକୁ ଧରିଥାଏ, ଦୁଃଖକୁ ଭୁଲି ଆନନ୍ଦକୁ ଧରିଥାଏ। ଚିରନ୍ତନ ମରଣ ସଙ୍ଗେ ମଲା ପର୍ଯ୍ୟନ୍ତ ବି ଯୁଝି ଖତମ ହୁଏ ସେହି କଣ୍ଢେଇ, ତାର ମନ ଅଜେୟ। ଆଜିର ସକାଳର ସୁନ୍ଦରପଣ ନାହିଁ। ଚାରିଆଡ଼େ ମେଘ ଘୋଡ଼େଇ ପକେଇଛି। ଦୂରର ପାହାଡ଼ ଦିଶୁନାହିଁ, ପାଖର ପାହାଡ଼ ଉଦାସ ନିଷ୍ପ୍ରଭ। ଢାଳୁ ଢାଳୁଆ ଲଣ୍ଡା କ୍ଷେତ ଉପରେ ବର୍ଷାର ଧୂଆଁ ଚହଟି ଯାଉଛି। ଚାରିଆଡ଼ କାଉନ୍ଦା ସନ୍ତସନ୍ତିଆ ଶୀତୁଆ। କିନ୍ତୁ ଦିଉଡୁ ସାଉନ୍ତର ମନ ଖରାପ ନଥିଲା। ତାର ଅଶାନ୍ତ ମନରେ ଶାନ୍ତି ଆସିଥିଲା। ଆଜି ଜୋର କରି ସେ ହାତ ମୁଠାରେ ମୁଠେଇ ଧରିପାରେ ନୂଆ ଘର, ନୂଆ ସଂସାର। ସେ ପିଉଟିକୁ ପାଇଛି। ଆଜି ତାର କାହାରି ସଙ୍ଗେ ମନ ଦୁଃଖ ନାହିଁ। ଏପରିକି
ପୁୟୁ ବି ତାକୁ ବିରକ୍ତ କରୁନାହିଁ। ପୁୟୁକୁ ସେ ହୀନ ବୋଲି ହେୟ ବୋଲି ଭାବୁଛି। ରାଗ ନାହିଁ। ଗାଁ ପାଖ ହେଲା। ଅଭ୍ୟାସ ଅନୁଯାୟୀ ଧାରଣା ଆସିଲା ଆହୁରି ଥରେ ଚିହ୍ନା ଡିହର ଚିହ୍ନା ଚିନ୍ତା। ପୁୟୁ ପ୍ରତି ତାର ରାଗ ନଥିଲେ ବି ଆଜି ଏ ଫିଟି ଚାଲିଯିବା ସମ୍ପର୍କ ଭିତରେ ଏତେ ଦିନର ଗଣ୍ଠି ମନେପଡ଼ି ମନକୁ ଚେତେଇ ଦେଉଥିଲା। ପୋକରା ହେଉ ଦଦରା ହେଉ ଏ ବି ଅଛି ଯାଏ ନାହିଁ। ଅଡ଼ୁଆ ଲାଗୁଥିଲା। କାହାରିକୁ ନ କହି ସେ ଚାଲି ଆସିଛି। ସେମାନେ ପଚାରିବେ, ତାଙ୍କୁ ଜବାବ ଦେବାକୁ ହେବ। ସେ ଚୋରି କରି ଆସିଲା ପରି ଲାଗୁଥାଏ। ପିଓଟିର ମୁହଁ ଏତିକି ଗୁଣରେ ତଫାତ୍। ଗାଁରେ ପହଞ୍ଚୁ ପହଞ୍ଚୁ ପାଣ୍ଡୁ ଦିଶାରୀ ସଙ୍ଗେ ଦେଖା ହେଲା। ବାଲି ପୂଜା ଲାଗିବ ଯେ ସାଉଁତା, କାହିଁ କିଛି ଯୋଗାଡ଼ ହେଲା ନାହିଁ ଯେ? କୁଆଡ଼େ ଯାଇଥିଲୁ? ବଡ଼ ଦୂରରୁ ଫେରୁଛୁ ବୋଧେ? ବାଲି ପୂଜା କେବେ ଯୋଗ ପଡ଼ୁଛି? ଆଉ ଦିନ କାହିଁ ଏଡ଼େ ହଠାତ୍? ଦିଶାରୀ ହସିଲା। ଆକାଶକୁ ହାତ ଟେକି କହିଲା, ସବୁ ତାଙ୍କର ନ୍ୟାୟ ବିଚାର ସାଉଁତା, ତାଙ୍କର ଇଚ୍ଛା। ସେମାନେ ତ ଆମକୁ ପଚାରି ବୁଝି ଯୋଗ ଦେବେ ନାହିଁ ଯେ ଆମେ ଜାଣିବା। କାଲି ସଞ୍ଜରେ ବସି ବସି ତାରାମାନଙ୍କୁ ଦେଖୁଥିଲି। ଭାବୁଥିଲି କେବେ ବାଲି ପୂଜା ହେବ। ଦେଖିଲି ସେମାନେ ଏକାଠି ହେଲେ। ବାଲି ପୂଜାର ସବୁ ନକ୍ଷତ୍ର ସମାନ ଭାଗରେ ଏକାଠି ତେଜ ମିଶାଇଲେ। ଭାବିଲି, ଆରେ କହିଦିଏ, ବେଳ ତ ନାହିଁ। ତେବେ ତ ଭଲ କଥା ଦିଶାରୀ। ଜମିରେ କାଶିରି ବା ହଳ ହୋଇସାରିଛି। ଆମେ ଗାଁ ଯାକ ଅପେକ୍ଷା କରିଥିଲୁ ଚଞ୍ଚଳ ବାଲି ପୂଜା ହେଲେ ବିହନ ବୁଣିଦେବୁ ବୋଲି। କେବେ ପୂଜା ଲାଗିବ? କେବେ ଲାଗିବ ଯେ? କାହିଁ ଏ ବର୍ଷ ନୂଆ କିଛି ନାହିଁ ତ? ଯେମିତି ବୁଧବାର ଦିନ ପୂଜା ଲାଗେ ଏ ବର୍ଷ ବି ସେମିତି ଲାଗିବ। ସମଝା ନକ୍ଷତ୍ରର ଯୋଗରେ ବୁଧବାର ବାଲି ପୂଜା ଆରମ୍ଭ, ଗୁରୁବାର ଶେଷ। ପ୍ରତିବର୍ଷ ପରି। ଚାରି ଧରମ ଦେବତାର ଥାଉ। କିଛି ବିଗିଡ଼ିଗଲେ ସିନା ଦିନରୁ ଅଦିନ ହୁଏ। ଦିଉଡୁ ଚିନ୍ତାଶୀଳ ଥିଲା। ୟା ପରେ ଘରେ ପହଞ୍ଚିବ। ପୁୟୁ ରାନ୍ଧୁଥିବ। ପୁୟୁ ବିରୋଧରେ ଷଡ଼ଯନ୍ତ୍ର ଶେଷ କରି ସେ ଘରକୁ ଫେରିଛି। ସେଇଆକୁ ପୁଣି କହିବ, ଭାତ ଦେ, ପାଣି ଦେ। ଦିଶାରୀ ଦିଉଡୁ ସାଉଁତାର ଗମ୍ଭୀର ମୁହଁକୁ ହିଁ କେବଳ ଦେଖିଲା। ମନକୁ ମନ ନୂଆ ସିଦ୍ଧାନ୍ତ କରିନେଇ ଦୁଃଖିତ ହେଲା। କହିଲା, ବୁଝିପାରୁଛି ସାଉଁତା, କ'ଣ ତୁ ଭାବିଲୁ? ପୃଥିବୀରେ ବଡ଼ଲୋକ କେହି ନିଦ କଲେ, ମଲେ କେହି ଯୁଦ୍ଧ ଲାଗିଲେ, ଦେଶ ଭାଙ୍ଗିଲେ ଆକାଶର ନକ୍ଷତ୍ରଙ୍କ ଯୋଗ ବି ଅଦିନରେ ପଡ଼େ। ପୂଜା ପର୍ବ ମଧ୍ୟ ପଡ଼େ ଅଦିନରେ, ଅକାଳରେ। ସତ। ତୋ ବାପା ସରବୁ ସାଉଁତା ବଡ଼ଲୋକ ଥିଲା। ସରବୁ ସାଉଁତା ମରିଛି। ତୁ ଭାବୁଛୁ ଅଦିନରେ ବାଲିପୂଜା ଯୋଗାଡ଼ ନ ପଡ଼ି କେମିତିଲା? କମି ଲୋକ ଥିଲେ ତୋର ବାପା। କିନ୍ତୁ ସେ ଖାଲି ତ ମରିନାହିଁ, ଆହୁରି ଥରେ ହାକିନା ହୋଇ ଜନ୍ମ ହୋଇଛି ତୋ କୋଡ଼ରେ। ସେ ବୁଢ଼ା ଥିଲା, ପିଲା ହୋଇଛି। କ'ଣ ଯାଏ ସେଥିରେ? ସବୁ ସମାନ ଅଛି। ଯୋଗ ବଦଳିବାର କାରଣ ନାହିଁ। ଦିଉଡୁ ଦିଶାରୀକୁ ବିଦା ହେଲା। ହାକିନା, ଠିକ୍ କଥା। ହାକିନା ବି ଅଛି ତାର କୁଳର ବଂଶଧର। ହାକିନା ତାର ଅନିଷ୍ଟ କରିନାହିଁ। ପୁଅ ବାପର, ପୁୟୁ ଯିବ, ହାକିନା ରହିବ। ସେ ବି ଗୋଟେ ସମସ୍ୟା। ହାକିନାକୁ ଛାଡ଼ି ପୁୟୁ ରହିବ କିପରି? ଦୁର୍ବଳ ପୁୟୁ, ନିରାଶ୍ରୟ ପୁୟୁ। ସଂସାରରେ ତାର କେହି ନାହିଁ ନିଜର ବୋଲି। ଦିଉଡୁର ମନର ନିଷ୍ପତ୍ତି ଆଜି ସ୍ଥିର। ସେହି ସ୍ଥିର ନିଷ୍ପତ୍ତି ଆଗରେ ପୁୟୁ ପାଇଁ ସହାନୁଭୂତି ବି ଆସେ। ମନ ଭିତରୁ ଠେଲିପେଲି ସେ ତାକୁ ପର କରି ଦେଇଛି। ବାହାରିଆ ଲୋକର ସମ୍ପର୍କ ନଥିବା ଥଣ୍ଡା ଚାହାଣୀରେ ତାକୁ ଚାହିଁ ଦେଖେ ଆଉ ଭାବେ। ସେ ଆଉ ତାକୁ ଗାଳି ଦେବ ନାହିଁ, କଷ୍ଟ ଦେବ ନାହିଁ। ଆଉ ଯେତେ ଦିନ ଅଛି ସୁଖରେ। କିନ୍ତୁ ତାକୁ ଯିବାକୁ ପଡ଼ିବ। ଖୁସିରେ ନ ଗଲେ ବଳେ ବାଧ୍ୟରେ ପଡ଼ିଯିବ। ସମ୍ପର୍କ ଅଚଳ ହେଲା ଜାଣି ଜାଣି ଜୀବନଟା ପୋଳି ଜାଳି ଦେଇ ଲାଭ କ'ଣ? ସେଠି ବସିଛି ପୁୟୁ। ଯାହା ଦିନେ ଥିଲା ତାର ଧାଙ୍ଗଡ଼ି, ଆଜି ନାହିଁ। ତରବର ହୋଇଯାଇ ଗୋଡ଼ ଧୋଇବାକୁ ପାଣି ଆଣିଦେଲା। କଳେଇ ପଚାରିଲା, କିଛି ଖାଇଛ? ଆସ, ଖାଇଦିଅ। ତାର ମୁହଁରେ ସରାଗ ନାହିଁ। ମାଡ଼ ଖାଇବାକୁ ଅପେକ୍ଷା କଲାପରି ସେ ଚାହାଣୀ। ଏତେ ଡର କାହିଁକି? ଦିଉଡୁ କଳେଇବାକୁ ଚେଷ୍ଟା କରିଲା। ହୋଇପାରିଲା ନାହିଁ। କେଡ଼େ ଘୃଣା କରେ ସେ ଚାହାଣୀ ଦିଉଡୁକୁ। ବାହାରେ ଭୟ, ଭିତରେ ଘୃଣା। ଅଥଚ ଆଖିରେ ତାର ଚିହ୍ନ ନାହିଁ। ଲୁଚଉଛି। ଦିଉଡୁ ଭାବୁଥାଏ। କହିଲା, କେତେ ଦୂରରୁ ଆସିଛି ଚାଲି ଚାଲି। ସେମିତି ଘୋଙ୍ଗା ପରି ଠିଆ ହୋଇ ରହିଛୁ କାହିଁକି? ସେମିତି କାହିଁକି ମୁହଁ କରୁଛୁ? ମୁଁ କ'ଣ ତତେ ମାରିବି? ସେହିପରି ଶାନ୍ତ ଭାବରେ ପୁୟୁ କହିଲା, ଆସ ଖାଇବ, ସବୁ ସରିଛି। କୁଆଡ଼େ ଯାଇଥିଲୁ ବୋଲି କାହିଁକି ଏ ପଚାରୁ ନାହିଁ? ପଦେ କଥା କାହିଁକି ପଚାରୁ ନାହିଁ? ଯେମିତିକି ତାର ଜାଣିବାକୁ କିଛି ଅଛପା ନାହିଁ। ସେହି ପୁୟୁ ବାଢ଼ି ଦେଲା। ଚିନ୍ତିତ ମନରେ ଦିଉଡୁ ଖାଇ ବସିଲା। ଅଧାଖିଆ ହୋଇଥାଏ। ଭାବିଲା ଏଥର କହିଦେବ।
କହିଦେବ କାହିଁକି ଆଉ ପୁୟୁ ମୋର ମନ ତତେ ନାହିଁ, ଆଉ କାହିଁକି ଏ ମିଛି ମିଛିକିଆ ଘର କରେନା, ମୋ ଘରେ ତୁ କାହିଁକି ପରଝିଅ ଘାଣ୍ଟି ହୋଇ ମରିବୁ, ତୁ ତୋର ଯା। କ୍ଳାନ୍ତ ଦେହରେ ଉଷୁମ ମାଣ୍ଡିଆ ଭାତ ଗଣ୍ଡାକ ଭଲ ଲାଗେ, ପେଟ ପୁରି ଆସିବ। ସଙ୍ଗେ ସଙ୍ଗେ ମନଟା କଅଁଳ ହୋଇ ଆସେ। ଆର ଦିଗରେ ଚେନାଏ ଚେନାଏ ଦେଉଡ଼ର ମନେ ପଡ଼ୁଥିଲା। ଏହି ଦୁର୍ବଳ ମଣିଷ ଗୋଟାଏ ଲୋକର ପୁରା ସଂସାରର ଭାର ଟାଣି ଓଟାରି ହୋଇ ଏ ତୁଲେଇ ଯାଉଥିଲା ଏତେ ଦିନେ। କାମ କରିଛି, ନ କରୁ ବା ଆଉ କିଛି, ପୁଅଟିଏ ଦେଇଛି, ତାଠୁ ବି ଉପକାର ଥିଲା ନା, ତଥାପି ସେ ଯିବ। ମଝି ଆକାଶରେ ମେଘର ଧୂଆଁ ଲହଡ଼ି ଭାଙ୍ଗୁଛି। ଦୂର ଦିଗ୍ବଳୟରୁ ଉହୁଙ୍କି ଆସୁଛି ବହଳ କଳା ମେଘ। ଅନ୍ଧାରି ଘର, କବାଟ ପଡ଼ିଛି। ଅନ୍ଧାର ଘରେ କାଠଗଣ୍ଡିରା ରଡ଼ନିଆ ପାଖେ ମୁହାଁମୁହିଁ ବସି ମୋଟେ 2 ଜଣ। ଏହି ତାର ପ୍ରତିବାଦ। ସ୍ୱାସ୍ଥ୍ୟବନ୍ତ ସବଳ ପୁରୁଷ ସ୍ୱାସ୍ଥ୍ୟ ଖୋଜେ, ସୁନ୍ଦରପଣ ଖୋଜେ। ସେଠି ହାଡ଼ଚମ କଙ୍କାଳର ପ୍ରୟୋଜନ ନାହିଁ। ପିଓଟି ଆସିବ। ତୁନି ତାନି ଖାଇ ଲାଗିଥାଏ। ପୁରୁଷର ଦମ୍ଭ ଟେହି ହୋଇ ତଣ୍ଟି ଯାକେ ଆସେ। ପଦେ କଥା, ପିଓଟି ଆସିବ। ଯା। ପଦେ କଥାରେ ଏକା ଚୋଟକେ ନିଷ୍ପତ୍ତି ଶେଷ। କହି ହୁଏ ନାହିଁ। ସୁଆଦ ହୋଇଛି ପୁୟୁର ରୋଷେଇ। ସେ କିଛି ନ କହିଲେ ବି ତାର ଅଜାଣତରେ ତାକୁ ନିରେଖି ଲାଗିଥିଲା ପୁୟୁ। ଏହି ମଣିଷର ପ୍ରତି ଭାଗଭଙ୍ଗୀକୁ ସେ ଚିହ୍ନେ। ଢୋଲ ଟମକ ବାଡ଼େଇ ପ୍ରଚାର କରି ବସେ ନାହିଁ, କିନ୍ତୁ ଛାଇ ପରି ଥାଇ ଥାଇ ସବୁ ସେ ବୁଝିପାରେ, ସବୁ ସେ ଚିହ୍ନେ। ନୀରବ ମଣିଷଟାକୁ ଆଖିରେ ଆଖିରେ ସେ ବୁଝି ଲାଗିଛି। ଦିନ ଦିନକର ଘଟଣା ମନେପଡ଼ି ପ୍ରକାରେ ପ୍ରକାରେ ଚାହାଣୀରୁ ଭଙ୍ଗୀରୁ ବାହାରି ଠିଆ ହେଉଛି ଅନୁଭୂତିରେ। ସେହିପରି ଗୋଟାଏ ଗୋଟାଏ ରୂପ। ଅନୁଭୂତିର ଶବ୍ଦହୀନ ବୋଧରେ। ପୁୟୁ ବସି ବସି କରୁଣ ରସର ଅଭିନୟ ଦେଖୁଛି ତାର ସ୍ୱାମୀ ସମ୍ପର୍କରେ। ବାହାରେ ବରଷା, ପୃଥିବୀର କାନ୍ଦରା ରୂପ। ତାହାରି ଅନୁରୂପ ଏ ନୂଆ ଅନୁଭୂତି। ଦୁହେଁ ସମାନ। କେତେ ଦୂର, କେତେ ଦୂର। ସ୍ୱାମୀ ଭାସି ଚାଲିଛି, ସଂସାର ଭାସି ଚାଲିଛି ଘୁ ଘୁ। ତୋଫାନରେ କୋଳିଆ ଘଣ୍ଟା ହୋଇ ଭଉଁରି ଭଉଁରି ଚାଲିଛି ଯେତେ ଚିହ୍ନା ଆଶ୍ରୟ ଯାହା ଆପଣାର ସବୁ। କଥା ବି କହୁନାହିଁ, ଟିକିଏ ବି ଦ୍ରବୁ ନାହିଁ ତାର ପଥୁରିଆ ମନ। ମୁହଁରେ ଲୁଗା ଦେଇ ପୁୟୁ କାନ୍ଦିଲା। ଦିଉଡୁ ସାଉଁତା ପ୍ରକୃତିସ୍ଥ ହେଲା। ଏତିକି ତାର ଚିହ୍ନା ରୂପ। ରିସାରେ ଜଳି ଉଠି ଖାଇସାରିଥିବା ପତ୍ର ଉପରେ ହାତ କଚାଡ଼ି ଦେଇ ସେ କହିଲା, ବାହାରିଲା ବାହାରିଲା, ମୁଁ ଘରେ ପାଦ ଦେଲେ ୟାର କାନ୍ଦଣା। ବାକି କଅଳ କଥା ସେ ଭୁଲି ଯାଇଥିଲା। ପୁଣି ସେହି ପୁୟୁ, ସେ ତାହା ଆଖିରେ ଯାହାକୁ ଛାଡ଼ିବାକୁ ତାର ମନ ଦୟାମାୟା ନାହିଁ। 5 ଦିନ ଝଡ଼ି ବରଷା ଧରି ଅକସ୍ମାତ୍ ଛାଡ଼ ଯାଇଛି। 2 ଦିନ ଗଲା, 3 ଦିନ ଗଲା, ଆଉ ବରଷାର ଦେଖା ନାହିଁ। ରଣକୁହୁଡ଼ି ଖରାରେ ଝଲଝଲ ହେଉଛି। ଦ୍ୱିପହରେ ବଣ ଭିତରୁ ଉଷୁମ ବାମ୍ଫ। ମାଟିରେ ବତର ଧରିଛି। ହଳ ପଡ଼ି ମଞ୍ଜି ବୁଣା ହେବ। ଠିକ୍ ଏତିକି ବେଳକୁ ଡିସାରୀର ଯୋଗ। ବୁଧବାର, ବାଆଲି ପୂଜାର ଦିନ। ସକାଳୁ ପାଣ୍ଡ୍ରୁ ଡିସାରୀ ନୂଆ ଧାରଣା ଅନୁଭବ କଲା। ସବୁ ପୂଜାର କର୍ତ୍ତା ସେ। ଆଜି ତାର ବିହନ ପୂଜା। ତାର ବୁଢ଼ୀ କେତେବେଳୁ ଉଠି ନିଆଁ ଜାଳି ଦେଇ ନଈକୁ ଚାଲିଗଲାଣି। ସଂସାରରେ ତାର ସମଗ୍ର ସମ୍ପତ୍ତି ତାର ବୁଢ଼ୀ ଆଉ ତାର ଜମି। ବାଆଲି ପୂଜା ସାରି ଜମିରେ ମଞ୍ଜି ବୁଣିଦେଲେ କେତେ ଫସଲ ଉପଜିବ। ଆଉ ତାର ବୁଢ଼ୀ, ସେ ବି ଫଳ ଦେଇଥିଲା। ସମସ୍ତେ ଚାଲିଗଲେ, ଆଜି ଖାଲି ବୁଢ଼ାବୁଢ଼ୀ। ଠାକୁର ଡୁମାଙ୍କ କିଣା ଚାକର ସେ। ଆକାଶର ତରାମାନଙ୍କ ସଙ୍ଗେ ତାର କଥା ଭାଷା। କିନ୍ତୁ ସେ ଜ୍ୱର, ଛାତି ବଥା ଜ୍ୱର ବସନ୍ତ। କାହାରିକୁ ରୋକି ପାରି ନାହିଁ, ମରଣକୁ ଅଟକେଇ ପାରି ନାହିଁ। ତଥାପି ଡିସାରୀ ସେ, ସର୍ବଜ୍ଞ ସିଦ୍ଧାନ୍ତୀ। ଦେବତାମାନଙ୍କ ବିଶ୍ୱାସର ବୋଝ ଅକାରଣରେ ପିଠିରେ ବୋହି ସବୁ କଥାକୁ ହସିଦେଇ ତାକୁ ପୂଜାନୀତି କରେଇ ନେବାକୁ ହେବ। ଆଜି ବାଆଲି ପୂଜା, କାଲିଟାକୁ ପୂଜା, ପହରଦିନ ଦଶହରା ପୂଜା। ସେଥିରୁ କିଛି ତାକୁ ପଇସା ମିଳେ ନାହିଁ। ପୁରୋହିତଙ୍କ ପରି ଦକ୍ଷିଣା ମିଳେ ନାହିଁ। କେବଳ ଗୋଷ୍ଠୀଗତ ଘରକରଣା ଭିତରେ ଗୋଟିଏ ଦାୟିତ୍ୱ ସେ ଆବରି ନେଇଛି। ସମସ୍ତଙ୍କ ମଙ୍ଗଳ ପାଇଁ ସମାଜ ସକାଶେ ଏତେକ ସେ କରିବାକୁ ବାଧ୍ୟ। ଆଜିର ସକାଳ ଅନ୍ୟ ସକାଳଠୁ ଭିନ୍ନ ନୁହେଁ ସତେ। ଡିସାରୀର ଆଖିରେ ଆଜିର ବିଶେଷତ୍ୱ ଅଛି। ପଞ୍ଝା ହୋଇ ଗାଁର ଗଛ ଉପରୁ ସାରୀମାନେ ନାନା ରାଗିଣୀ ଗୀତ ବୋଲି ଯାଉଛନ୍ତି। କିନ୍ତୁ ଆଜି ଡିସାରୀ ମନରେ ଡାକ ଲାଗିଛି। ଆଜି ପରା ସକାଳରେ ବଂଶ କୁଟୁମ୍ବ ଏକାଠି ହୋଇ ଆନନ୍ଦ କରିବେ। ପିଲାଛୁଆ କେତୋଟି ତାର ଥିବା ଦରକାର ଥିଲା। ସକାଳୁ ସକାଳୁ ଚାରିଆଡ଼େ ଧୁମ୍ଧାମ୍ ଲାଗିଲାଣି। ପିଲାମାନେ ଭୁଜା ଖାଇଲେଣି।
ଡିସାରି ଉଠି ଆୟୋଜନ କରିବାକୁ ଗଲା। ଗାଁ ଲୋକ ସବୁ ଜାଣନ୍ତି, ତଥାପି ଦଳ ଲୋକଙ୍କ ଲକ୍ଷଣ ଏପରି ଯେ ଜାଣିଜୁଣି ସେମାନେ ମେଣ୍ଟାଇ ହୋଇ ନାହାନ୍ତି। ଚେତେଇ ହେବାକୁ ଅପେକ୍ଷା କରି ନାୟକକୁ କହିଯିବାକୁ ହେବ ଗାଁର ସାଉଁତା ପାଖକୁ। ସାଉଁତା ପାଣ୍ଡୁ ଡିସାରି ହସିଦେଇ ମୁହଁ ମୋଡ଼ି ଦେଲା। ତଥାପି ଏହି ଲୋକଠାକୁ ସରବୁ ସାଉଁତା ପୁରୁଣା ମଣିଷ ଏତେ ଆଶା ଭରସା ରଖିଥିଲା ନା। ବୁଢ଼ାମାନେ କରିବେ ଆୟୋଜନ। ସରବୁ ଭାଇ, ଲେଞ୍ଜୁକନ୍ଧ, ଲେତା, ଆର୍ଚୁ, ବାଗି, ଜାମ୍ବା ଆଉ ଟୋକାମାନେ। ସେମାନେ ଫୁର୍ତ୍ତି ଆମୋଦର ଭାଗୀ। ଟୋକାଙ୍କର ଟୋକି ଅଛନ୍ତି, ବୁଢ଼ାଙ୍କର କେବଳ ଧୂଆଁପତ୍ର ଆଉ କର୍ତ୍ତବ୍ୟ। ବାଆଲି ପୂଜା ବୋଲି ସକାଳୁ ସକାଳୁ ଘରଦ୍ୱାର ଲିପାପୋଛା ଲାଗିଗଲାଣି। ନାଲି ମାଟି, ଧଳା ମାଟି, ହଳଦିଆ ମାଟି, କଳା ମାଟି ଛଟାଛଟି, ଲେସାଲେସି। ସେଠି ଅଣ୍ଟାରେ ଲୁଗା ଗୁରେଇ ଦେଇ ଲାଗିଛନ୍ତି ସ୍ତ୍ରୀ ଲୋକମାନେ, ଦାୟିତ୍ୱର ବାରପଣର ଭାଗୀ ସ୍ତ୍ରୀ ଲୋକମାନେ। ସେହିମାନଙ୍କ କେବଳ ଆଗ୍ରହ, କେତେବେଳେ ଯୋଗ ପଡ଼ୁଛି ଡିସାରି? କହିଯା ଡିସାରି, କହିଯା। ସାନ ସାନ ପିଲାମାନେ ଗୋଡ଼ରେ ଗୁରେଇ ହୋଇ ଯାଇଥାନ୍ତି। ପଚାରନ୍ତି ଆଜି ଭୋଜି ହେବ କି ନାହିଁ। ରାତିରେ ଡର। ରାତିଯାକେ ପୂଜା ଡେରି କଲେ ଆମେ ଆଉ ଶୀତରେ ନାଚିପାରିବୁ ନାହିଁ ଜାଣିଥା। ରାତିରେ ଡର, ରାତିରେ ଶୀତ। ସଞ୍ଜ ଥାଇ ଥାଇ ତମ ମନ୍ତ୍ର ଛିଡ଼ାଇ ଦିଅ। ଯୁଆଡ଼େ ଗଲେ ଡିସାରି ଡିସାରି ଡିସାରି। ସବୁ କଥାରେ ସମସ୍ତିଙ୍କର ଅବଲମ୍ବନ। ସେହିପରି ତାର ବରାଦ ହେବ ଯେ ଦେବତା କାମରେ ଖଇଚା ପଡ଼ିବ ନାହିଁ, ମଣିଷ କାମରେ ବାଧା ପଡ଼ିବ ନାହିଁ। କାମ କରି କରି ସେ ବନ୍ଧା ପଡ଼ିଯାଇଛି। ସମାଜକୁ ଦେଖି ସେ ଶୋକ ଭୁଲେ। ସମସ୍ତେ ତାର, ସେ ସମସ୍ତିଙ୍କର। ବାରିକ ଘର ଗଳିମୋଡ଼ରେ କେତେଜଣ ବୁଢ଼ା ଏକାଠି ବସି ତର୍କ କରୁଛନ୍ତି ପୂଜାର ଆୟୋଜନ। ଲେଞ୍ଜୁକନ୍ଧ କହିଲା, ଦେଖ ତ ଡିସାରି, ମୋତେ ଦେଇଛନ୍ତି ମଦ ଆଣିବାର ଭାର। ମୁଁ ତ ସେ ଭାର ନେଲି। ମୁଁ କହିଲି ଦେଉଡ଼କୁ କହ ଶାଗ ଅର୍ଥାତ୍ ମାଂସ ଆଣିବା, ସେ ଭାରଟା ସେ ନେଉ। ହେଲେ ସେ ମାନୁନାହାନ୍ତି। ଜାମ୍ବା, ଲେତା ମୋତେ ଧରୁଛନ୍ତି। ଆମେ ତ ତାକୁ ଚିହ୍ନୁ ନାହିଁ କି ଜାଣୁ ନାହିଁ। ଟୋକା ଟୋକଳିଆ ଲୋକ, କି ବିଶ୍ୱାସ ତାକୁ? ତତେ ନ ଧରିବୁ ତ ଗାଁ ଭୋଜି ବୁଡ଼ୁ। ସାଉଁତା ଥିଲା ସରବୁ ସାଉଁତା, ତୁ ତାର ଭାଇ। ଶାଗ ପାଇଁ ଏତେ ପେଲାପେଲି କାହିଁକି କରୁଛ? ଡିସାରି କହିଲା, ଗାଁରେ କାହାର ହଡ଼ା କି ଛେଳି କ'ଣ ନାହିଁ? ଭେଦା ତ ଉଠେଇଛ, ହକ୍ ପଇସା ଦେବ, କିଣି ଆଣିବ, ସେଥିରେ କ'ଣ ଅଛି? ନା, ଗୋଳମାଳ ସେଠି ନାହିଁ। ଭୀମା କନ୍ଧର ଗୋଟିଏ ଅକାମୀ ହଡ଼ା ଅଛି, ମାଗିଲେ ଦେଉନାହିଁ। କହୁଛି ଡୁଡୁମା ହାଟରେ ନେଇ ସେ ତାକୁ ବିକିବ, ସେଇଥିପାଇଁ ଏତେ ତକରାଳ। ଡିସାରି ହସିଦେଇ କହିଲା, ବାରିକର ବୁଦ୍ଧି। ତୁମେ ହାତରୁ ପଇସା ଛାଡ଼ିବ ନାହିଁ, ତାକୁ କହିବ ମାଲ ଛାଡ଼। ଦାଣ୍ଡର ଧାରା କରି ଦିଅ, ଟଙ୍କା ଦେଇଦିଅ। କ'ଣ ହେଲା, ଗାଁ ଲୋକ ତ, ତୁମ ହିସାବରେ ଟଙ୍କାଏ ମଶାଏ ବେଶୀ ନେଉ। ଦେଖିବା, ଜିନିଷ ଯଦି ତଥାପି ନ ଦେବ ତେବେ ପଞ୍ଚାୟତ କରିବା। କାହିଁକି? ଆମର କ'ଣ ଯାଉଛି? ସାଉଁତାକୁ କହିଦିଅ ଯୋଉଠୁ ହେଲେ ସେ ଆଣୁ। ବୀମା ତାକୁ ମନା କରୁ, ସାଉଁତା ତାକୁ ଗାଁରୁ ତଡ଼ୁ। ଲେଞ୍ଜୁକନ୍ଧ କହିଲା। ଡିସାରି ବିରକ୍ତ ହେଲା। ନାହିଁ ନାହିଁ, ସେଗୁଡ଼ା ପିଲାଳିଆ କଥା। ତୁ ଯା ବାରିକ, ମୁଁ ଯେମିତି କହିଲି ସେମିତି କର। ବୀମା ଦେବ। ଆଜି ପରବ କରିବା ନା କଜିଆ କରିବା? ତାପରେ ଏ ତ ଗଲା ପେଟ ଚିନ୍ତା। ପୂଜା ପଣ୍ଡପ କାଇଁ? ଛାମୁଡ଼ିଆ କିଏ କରିବ? ପୂଜାର ବରାତ କିଏ କରିବ? ନା, ସେସବୁ ବି ସାଉଁତା ଉପରେ ଛାଡ଼ିଦେବ ତ ଦିଅ, ଖାଲି ଭୋଜି ଖାଉଥା। ସମସ୍ତେ ଉଠି ପଡ଼ିଲେ। ଏ ଛାଟକ ସମସ୍ତେ ଅପେକ୍ଷା କରୁଥିଲେ। ସବୁଠୁ ବଡ଼ କାମ ଗାଁ ମଝିରେ। ଘରୁ ଘରୁ ଲୋକଙ୍କୁ ଓଟାରି ଏକାଠି ହୋଇ କାନ୍ଧରେ ଟାଙ୍ଗିଆ ପକାଇ ଲୋକେ ବଣକୁ ଚାଲିଲେ। ଡିସାରି ଗଲା ବେଜୁଣୀ ବୁଢ଼ୀ ପାଖକୁ। ବେଜୁଣୀ ଜାଣେ, କିନ୍ତୁ ତଥାପି ତା ସଙ୍ଗେ ପରାମର୍ଶ କରିବାର ଦରକାର। ଖରା ମୁଣ୍ଡେ ହେଲା ବେଳକୁ ଗାଁ ଦାଣ୍ଡରେ କାମ ଲାଗିଗଲାଣି। ସେଠି ଢୋଲ ବାଜୁଥାଏ, ଗୋଟିକିଆ ଢୋଲର ତାଳେ ତାଳେ ଲୋକେ କାମ କରୁଥାନ୍ତି। ଉତ୍ସବର ସୂଚନା ଏହି। ରଞ୍ଜାଳିଆ ଖରାବେଳେ କ୍ଷେତରୁ ଫେରି ଜଟ ଫଡ଼କେଇ ହାତରେ ଗୋଟାଏ ବର୍ଚ୍ଛା ଧରି ଦେଉଡ଼ ସାଉଁତା ସେ ସ୍ଥାନରେ ଆସି ପହଞ୍ଚିଲା। ଦେଖିଲା ଲେଞ୍ଜୁକନ୍ଧ ଛାଇ ତଳେ ପଥର ଉପରେ ବସି ଧୂଆଁ ପିଇ ପିଇ ଦେବତା କୋଠି ତିଆରି କରୁଛି। ବୁଢ଼ାମାନେ ପାଞ୍ଚ ସାତ ହୋଇ ଭୋଜି ବିଷୟରେ ଆଲୋଚନା କରୁଛନ୍ତି। କାହାରିକୁ ଉଦ୍ଦେଶ୍ୟ ନ କରି ଘାଗଡ଼ା ଗଳାରେ ଦେଉଡ଼ ଗର୍ଜନ ଛାଡ଼ିଲା। ସେଠି କାହିଁକି ହେଲା? ଏ ଜାଗା କିଏ ଠିକଣା କଲା? କାହାର ବୁଦ୍ଧି ଇଏ? ଏଇ ବାରିକ ଘର ପାଖରେ ଛାମୁଣିଆ ଲଗେଇ ଦେଇଛି ଏ? ଲେଞ୍ଜୁକନ୍ଧ ନ ଶୁଣିଲା ପରି ବସି ବସି ଧୂଆଁପତ୍ର ପୋଡ଼ିଲା। ଜାମ୍ବାର ଥୋବଣି ଆହୁରି ଗୋଜେଇଗଲା, ବେକ ଫୁଲିଗଲା। ଆଖିରେ ଥାଇ ଲେତା କନ୍ଧ ତାର ବାହା ଚାପି ଧରି ମୁହଁ ପାଖେ ହାତ ପାପୁଲି ଦେଖାଇଲା। ଦେଉଡ଼ ସାଉଁତା କଜିଆ କରିବା ପାଇଁ ଉପଯୁକ୍ତ ପାତ୍ର ପାଇଲା ନାହିଁ। କ୍ଳାନ୍ତ ବିରକ୍ତି ଦେଖି ପାଟି କଲା। ବାରିକ ଗଲା, କୁଆଡ଼େ ବୁଢ଼ା ଗଲା? ଅଛି ଅଛି ସାଉଁତା,
ବୁଢ଼ା ବାରିକ ଖରାରେ ଝାଳେଇ ଗୋଟାଏ ଡାହି ଡାକି ଧରିଥିଲା। ପାଖ ଲୋକକୁ ବଢ଼େଇ ଦେଇ ଆଜ୍ଞା ଦିନ ଭୃତ ବୋଲେଇ ପାଖରେ ଆସି ଠିଆ ହୋଇ ନାଲି ଛାଲି ହେଲା। କିଏ ଏ ଜାଗା ଠିକଣା କଲା ବାରିକ? ଗଲା ବର୍ଷ ଆଉ ଟିକେ ତଳକୁ କୁଡ଼ିଆ ବନ୍ଧା ହୋଇଥିଲା ବୋଧହୁଏ। ଥରେ ସାଉଁତା ଆଡ଼କୁ ଥରେ ବୁଢ଼ାମାନଙ୍କ ଆଡ଼କୁ କରୁଣ ବିଚଳିତ ଦୃଷ୍ଟିରେ ଅନାଇ ଦେଇ ବାରିକ କହିଲା, ଡିସାରେ ଏଠି ଜାଗା ଦେଖାଇଲା। ବିଜୁଣୀ କହିଲା, ଏଇଠି ଠିକ୍ ହେବ। ତୁ ତ ଆଉ ଅନୀତି ବତାନ୍ତୁ ନାହିଁ ସାଉଁତା, ସେଇଆ ହେବ ଭାବି ଆମେ ଏଇଠି କାମ ଆରମ୍ଭ କରିଦେଲୁ। ଏହିପରି କଅଁଳ କଥାରେ ଡମ୍ବ ପରର ହୃଦୟକୁ ବଙ୍କେଇ ଦେଇ ଆପଣାରେ ବଶୀଭୂତ କରେ। ଦିଉଡୁ ସାଉଁତା ନରମ ହେଲା, ପାଟି କଲା, ଆରେ ଜଲ୍ଦି କର, ଜଲ୍ଦି କୁଡ଼ିଆ ବାନ୍ଧ, ସେଠି ହୁ ହାଉରି ତିଆରି କର, ଆହୁରି ପତ୍ର ଗେଞ୍ଜି ଦେ, ଭିତର ଗୁମର ପଦାକୁ ଦିଶିଲେ ଆଉ କି ପୂଜା ହେବ? ଆରେ ଏ ପାଖ ବଙ୍କା ହେଉଛି ପରା। ବୁଢ଼ାମାନେ ତଥାପି ଚଙ୍କିଲେ ନାହିଁ। କାମ ବଢ଼ିଲା ନାହିଁ କି କମିଲା ନାହିଁ। ସେ ନ ଦେଖିଲେ କାମ ନଷ୍ଟ ହୋଇଯାଆନ୍ତା ଏ ବିଶ୍ୱାସରେ ତା ଧୂଳି ବି ପଡ଼ିଲା ନାହିଁ। ଘର ଠିଆ ହୋଇଗଲା ଡାଳପତ୍ରରେ ନିବୁଜ କୁଡ଼ିଟିଏ। ଛାଇ ଲେଉଟିଲା ବେଳକୁ ସମସ୍ତେ ସେଇ ପୂଜା ଘର ପାଖେ ରୁଣ୍ଡ ହେଲେ। ବାଜା ଓ କୋଳାହଳ ଭିତରେ ଗୋଟିଏ ଚାଙ୍ଗୁଡ଼ାରେ ବାଲିରେ ଗଜା ହୋଇଥିବା ହାତେ ଲେଖା ମାଣ୍ଡିଆ ମକା ଗଛକୁ ଲୋକଙ୍କ ଦୃଷ୍ଟିରୁ ନୂଆ କରିହାଇ ଘୋଡ଼ାଇ ପକାଇ ତରତର ହୋଇ ପାଣ୍ଡୁଡ଼ିସାରି ସେ ଘରେ ପଶିଲା। ବାଲିର ବେଦୀ ଉପରେ ନୂଆ ଶସ୍ୟ ଗଜା ଗଛ ଥପିଦେଲା। ଫୁଲ ମୁରୁଜ ହଳଦୀ ବୋଳା ଅରୁଆ ଚାଉଳ ବିଞ୍ଚିଦେଲା। ଝୁଣା ଅଜାଡ଼ି ଧୂପଦାନୀ ଥୋଇଦେଲା। ଦୁଆର ମୁହଁରେ ଘିଅ ବଳିତା ରଖିଦେଲା। ପଦାକୁ ଆସିଲା। ଏହି ପ୍ରସିଦ୍ଧ ବାଲି ପୂଜା ଶୁଭ ଦିଆହେଲା। କେଉଁ ଦେଶରେ ଚୈତନ୍ୟ ମହାପ୍ରଭୁଙ୍କର ବାଲିଯାତ୍ରା ହୁଏ, କେଉଁଠି ବାଲୁଙ୍କା ପୂଜା, ଜୟପୁର ରଜାଘରେ କନ୍ଧର ବାଲି ପୂଜା ଓ ତଳ ଦେଶର କୌତୁକ ମିଶାମିଶି ପାଲା ବାଲା ପରି ବେଶ ପିନ୍ଧି ବଇଁଶୀ ବଜେଇ ପ୍ରେମର ଅଭିନୟ କରି ଯେଉଁ କାନଅତରା ଗୋଳମାଳ ହୁଏ, ସେ ବି ବାଲିଯାତ୍ରା। କିନ୍ତୁ କନ୍ଧର ବାଲି ପୂଜା ସ୍ୱତନ୍ତ୍ର। ତାର ଅର୍ଥ ଭିନ୍ନ, ତାର ଉପାୟ ନିଆରା। ଅତି ଗମ୍ଭୀର, ଅତି ପବିତ୍ର ଧରତୀ ମାତାର ପୂଜା ସେ ପୂଜା, ସେ ତାମସା ନୁହେଁ। ପୂଜା ଆରମ୍ଭ ହେଲା। ସମସ୍ତେ ପୂଜା କୋଠି ଆଡ଼କୁ ଧାଡ଼ି ଧାଡ଼ି ହୋଇ ବସିଥାନ୍ତି। କୋଠି ଦୁଆର ମୁହଁରେ ବେଜୁଣୀ ବୁଢ଼ୀ ବସି ମନ୍ତ୍ର ବୋଲୁଥାଏ। ଦୁଇ ହାତରେ ଦୁଇଟା କୁକୁଡ଼ା ଛୁଆ ଧରି ଚାଉଳ ଟୋକଉଥାଏ। ତାହା ସାଙ୍ଗରେ ଆହୁରି ଦୁଇଜଣ ବୁଢ଼ୀ ବସି ରହି ମୁଣ୍ଡ ହଲେଇ ହଲେଇ ମନ୍ତ୍ର ଗୀତର ପାଳି ଧରୁଥାନ୍ତି। ଦୁଆରେ ବାଜା ବାଜୁଥାଏ। ବାଲି ପୂଜା ଚାଲିଥାଏ। ଅଛିଣ୍ଡା ମନ୍ତ୍ର ଯେତେ ବୋଲିଲେ ସରେ ନାହିଁ। ଯେତେ ଦେବ ଦେବୀ ଗୋଟି ଗୋଟି କରି ସମସ୍ତଙ୍କ ନାଁ ଧରିବାକୁ ପଡ଼ିଲା। କନ୍ଧ ଦେଶର ପ୍ରଧାନ ସ୍ଥାନମାନଙ୍କର ଯେତେ ନାଁ ସବୁ ଗାଇବାକୁ ପଡ଼ିଲା। ଯେତେ ପ୍ରକାର ଶୁଭ ହୋଇପାରେ ତାହାର ତାଲିକା ଦେବତା ଆଗରେ ବଖାଣିବାକୁ ପଡ଼ିଲା। ମଣିଷର ଘରକରଣା, ଦେହପା, ଶସ୍ୟ, ଭାଗ୍ୟ ସବୁ ସମ୍ବନ୍ଧରେ ସେହି ପୁରୁଣା ପୂଜାମାନଙ୍କରେ ବୋଲିଲା ପରେ ବଣକୁ କଲେ କଣ୍ଟା ନ ବାଜୁ, ବାଘ ନ ଖାଉ, ରୋଗ ନ ହେଉ, ଗୋରୁ ନ ମରନ୍ତୁ ଇତ୍ୟାଦି। ପର୍ବତ ଉପରେ ମେଘ ଶାଗୁଣାଙ୍କ ସହିତ ମିଳିମିଶି ଯାହାର ଘରକରଣା, ତାର ବିପଦର ତାଲିକା ବଡ଼ ହୁଏ। ଶୁଭ ମନାସୁ ଯେତେ ବାର ମାସ ନକ୍ଷତ୍ର ଯୋଗ ଅଛି, ନିଠେଇ ସବୁଯାକ ବେଜୁଣୀ ଗାଇ ଯାଉଥାଏ, ଯେପରିକି ପ୍ରତି ମୁହୂର୍ତ୍ତ କନ୍ଧ ଜାତି ପାଇଁ ସୁବିଧା ହେବ। ବାଜା ସହିତ ଛାନ୍ଦ ପକେଇ ଏକାଠି ହୋଇ ଏତେ କଥା ଗାଇଲା ବେଳକୁ ବେଳ କାହିଁ? ଧୀରେ ଧୀରେ ବେଜୁଣୀ ମାତୁଥାଏ। ଧୀରେ ଧୀରେ ନାଚର ଦେବତା ସେଇ ବୁଢ଼ୀମାନଙ୍କ କାନ୍ଧରେ ଆଶ୍ରୟ ନେଉଥାଏ। ଧୂପ ଧୂଆଁ ମୁହଁକୁ ଉଠିଛି। ବାଜା ବାଜୁଛି। ହଲି ହଲି ମନ୍ତ୍ର ବୋଲୁ ବୋଲୁ ମୁଣ୍ଡ ଝାଙ୍କୁଛି। କାଳିସୀ ଲାଗୁଥାଏ। ବସୁ ବସୁ ବୁଢ଼ୀ ତିନୋଟି ଉଠି ପଡ଼ନ୍ତି। ନାଚନ୍ତି। ସ୍ତୋତ୍ର ବୋଲି ବୋଲି ଲଢ଼ୁଆ ମେଣ୍ଢା ପରି ପଛକୁ ଡେଇଁ ଡେଇଁ ଆଗକୁ ଆସି ତିନି ମୁଣ୍ଡ ଏକାଠି ଢାଇ କରନ୍ତି। ରନ୍ଧା ମଦ, କୁକୁଡ଼ା ଛୁଆଙ୍କ ରକ୍ତ ଭୂଇଁରେ ଢଳା ହେଲା। ବେଜୁଣୀକୁ କାଳିସୀ ଲାଗିଲା। ନାଚର ଢେଉ ଦଳରେ ପଶିଲା। ଆହୁରି କେତେ ବୁଢ଼ୀ ଦରବୁଢ଼ୀ ବସିଲାଠୁ ଉଠି ବେଜୁଣୀ ସଙ୍ଗେ ନାଚିଲେ। ପୁଣି ଧାଡ଼ି ଫିଟେଇ ଦେଇ ଗଣ୍ଡା ଗଣ୍ଡା ହୋଇ ବିଞ୍ଚି ହେଲା ପରି ଦଳ ଭିତରେ ଜଣେ ଜଣେ ଏଣେ ତେଣେ ମାଡ଼ି ଯାଆନ୍ତି। ଯେ ଯୁଆଡ଼େ ଯାଏ ସେ ସମସ୍ତଙ୍କ ମୁହଁରେ ଆମ୍ପୁଡ଼ି ପକାଏ। ଏ ଗୋଟିଏ ଆମ୍ପୁଡ଼ା ପର୍ବ। ଲୋକେ କେବଳ ହସନ୍ତି। ଚାରିଆଡ଼େ ଫୁଲର ଖେଳିଯାଏ। ତେଣେ ପୂଜା କୋଠି ଆଗରେ କାମ୍ବେଲା ଜାନି ପାଣ୍ଡୁଡ଼ିସାରି ପାଠ ବୋଲୁଥାନ୍ତି। ପୃଥିବୀ କେମିତି ତିଆରି ହେଲା, କନ୍ଧ କେମିତି ଜନ୍ମ ହେଲେ, ବଂଶ ବଢ଼େଇଲେ, କିପରି ଭାବେ ଧୀରେ ଧୀରେ ମଣିଷର ସମାଜ ବଢ଼ିଲା, ବୃତ୍ତି ବଢ଼ିଲା। ଏଣେ ପାଠ ବୋଲା ହୁଏ। ବେଜୁଣୀ ଓ ତାର ସାଙ୍ଗୀମାନେ ସାହି ବୁଲି ବୁଲି ସେହି କଥା ଅଭିନୟ କରନ୍ତି।
ଅଧ ଲଙ୍ଗଳା କନ୍ଧ ଦର୍ଶକମାନଙ୍କ ଆଗରେ ସମାଜ ତତ୍ତ୍ୱ ଆଲୋଚନା କରାଯାଏ। ପ୍ରଥମେ ବଣରୁ ଗୋଟେଇ କନ୍ଦାଫଳ ଆଣିବା ମଣିଷର ଘରକରଣା। ବେଜୁଣି ଦୌଡ଼ି ଦୌଡ଼ି ଗାଁ କତି କତି ବଣକୁ ଯାଇ ଆମ୍ବ ଟାକୁଆ ଗୋଟାଏ, ତେନ୍ତୁଳି ମଞ୍ଜି ଗୋଟାଏ, ଲଟାପତ୍ର ଓଟାରି ଛିଣ୍ଡାରି ଆଣେ। ତାପରେ ଶିକାରୀ ମଣିଷ ଧନୁ କାନ୍ଧେଇ ବର୍ଚ୍ଛା ଧରି ମିଛି ମିଛିକିଆ ଶିକାର ଅଭିନୟ କରି ଫେରେ। ଧୀରେ ଧୀରେ ଚାଷୀ ମଣିଷ ବାଜରା ତଳେ ତଳେ ଖୁରୁପି ଧରି ବେଜୁଣି ଜମି ତାଡ଼େ, ମଞ୍ଜି ବୁଣେ। ଧୀରେ ଧୀରେ ତାର ସମାଜ ବଢ଼େ। ବେଜୁଣି ବଢ଼େ ହୋଇ ସାହି ବୁଲେ, ପାଟି କରେ, ଆଣ ଲଙ୍ଗଳ କରିଦେବି, ମୋର ପଲା ମାଣକ ଦିଅ। ସେହିପରି କମାର ଅବତାର ଲଙ୍ଗଳା ଲୁହା ଭାଙ୍ଗି ଯାଇଛି, ଦା ଦରକାର। ସାହି ସାହି ବୁଲି କହ୍ନାର, କୁମ୍ଭାର, ତେଲି, କୋଡ଼ିଆ, ତନ୍ତୀ, ମଜୁରିଆ ଗୋଟାକ ପରେ ଗୋଟାଏ ହୋଇଯାଇ ବାଜୁଣୀ ଅଭିନୟ ଦେଖାଉଥାଏ। ଗାଁ ଲୋକେ ପଛେ ପଛେ ଗୋଡ଼ାଇଥାନ୍ତି। ବୁଢ଼ୀମାନଙ୍କୁ ମଝିରେ ମଝିରେ ନାଚ ମାଡ଼େ। ନାଚି ନାଚି ସେମାନେ ଆମ୍ପୁଡ଼ି ପକାନ୍ତି। ଏହି ଏତେ ପ୍ରକାର ମଝିରେ ନାଚ ମାଡ଼େ, ନାଚି ନାଚି ସେମାନେ ଆମ୍ପୁଡ଼ି ପକାନ୍ତି। ଏହି ଏତେ ପ୍ରକାର ବୃତ୍ତିଧାରୀ ସେମାନେ ସମସ୍ତେ କୋଠ ଗାଁର ସେବାୟତ। ସମସ୍ତିଙ୍କର କାମ କରିବେ, ସମସ୍ତେ ତାଙ୍କୁ ପୋଷିବେ। ଗାଁ କେବଳ ଗୋଟାଏ ଦଳର ଛାଉଣି। ମଣିଷ ପକ୍ଷରେ ଆଗ ତାର ଗୋଷ୍ଠୀ, ପରେ ସେ ନିଜେ। ବେଜୁଣି ଗାଁର ବଡ଼ ରଇତ ହୋଇ ମଝିଦାଣ୍ଡରେ ବସି ପଞ୍ଚାୟତ କଲା। ଗାଁର ବାରିକ ହୋଇ ଘର ଘର ବୁଲି ଖଜଣା ପାଇଁ ତାଗିଦ କଲା। ପ୍ରତି ଦୁଆର ମୁହଁରେ ବାଡ଼ି ଠକ୍ ଠକ୍ କରି ପ୍ରତି ଘରୁ ତାର ମୂଲ ମାଗିନେଲା। ଗାଁର ବଡ଼ମୁଣ୍ଡିଆ ସାଉଁତା ହୋଇ ସେ ଗାଁ ପାଳିଲା, ହାନିଲାଭ ବୁଝିଦେଲା। ପୋଷାକ ନାହିଁ, ରଙ୍ଗମଞ୍ଚ ନାହିଁ, ରଙ୍ଗ ଆଲୁଅ ନାହିଁ। କେବଳ ମଝିଦାଣ୍ଡରେ ଠାକୁର ଆଗରେ ସବୁ ବର୍ଷ ପରି ସେହି ପୁରୁଣା ଅଭିନୟ ସଙ୍କେତ ଓ ରୂପକ ଛଳରେ। ତାକୁ ଦେଖିବା ପାଇଁ ବି ଏତେ ଲୋକ। ବାଜାରେ ଦାଣ୍ଡ ହୁ ହୁ କମ୍ପୁଛି। ମଦ ପିଆ ହେଲାଣି, କେହି କେହି ମାତିଲେଣି। ସମାଜର ଏହି ଅବସ୍ଥାରେ ପହଞ୍ଚି ବାଆଲି ପୂଜାର ଅଭିନୟ ଆବୃତ୍ତି ଶେଷ। କାରଣ ଏଠିକି ନାଲି ରାସ୍ତା ଏପର୍ଯ୍ୟନ୍ତ ଆସିନାହିଁ, ନୂଆ ସଭ୍ୟତା ପଶିନାହିଁ, ନୂଆ ସମସ୍ୟାର ପ୍ରବଳ ହୋଇନାହିଁ। ଆହୁରି କେତେ ଅଭିନୟ ବାକି ରହିଗଲା ଯେ କିଏ ମଜଲିସରେ ମାତୁଛି, ଫାଉରେ ଫାଉରେ ତାହାରି ଘରକୁ ଧନଲଉତ ଭାର ଆସୁଛି। କିଏ ଠିକ୍ ତାହାରି ଘର ପାଖେ ଦିନରାତି ପରିଶ୍ରମ କରି କରି ବି ଉପାସ ଭୋକରେ ଗଡ଼ୁଛି। କେତେ ପ୍ରକାର ନକଲି ଧପାବାଜି, ଠକାମି, ଚୋରି, ସେସବୁ କନ୍ଧ ସମାଜରେ ପଶିନାହିଁ। ଯେଉଁଠି ଜଣେ କନ୍ଧା ଖଣ୍ଡେ ଖାଇଲେ ବି ଆର ଜଣକ ଉପାସ ରହିବ ନାହିଁ। କନ୍ଧ ବେଜୁଣି ନୂଆ ନାଚ ଜାଣେ ନାହିଁ, ତାର ସବୁ ପୁରୁଣା। ଆଗରୁ ପଛଯାକେ ଏହିପରି ସବୁ ଗଡ଼େଇ ଆଣିଲେ ବାଆଲି ପୂଜା ସରିଗଲା। ମଣିଷ ବଣରୁ ଆସି ସଭ୍ୟ ହୋଇଛି ଚାଷୀ। ପାଣିରେ ଶୋଇବା ପ୍ରାଣୀ ହଳ ଧରିଛି। ବସୁମତୀର ପୂଜା ହେଲା, ଏଥର ବୁଣାବୁଣି ହେବ। କନ୍ଧ ଦେଶର ଗୋଟାଏ ବଡ଼ ପର୍ବ ସରିଗଲା। ରାତିଯାକ ଭୋଜି, ନାଚ, ବାଜା ବାଜୁଥାଏ। ନିଶ୍ଚଳ ରାତିରେ ଭାସି ଆସୁଥାଏ ଦୂର ଗାଁରୁ ତାର ଉତ୍ତର। କେତେବେଳ ଯାକେ ଢୋଲ ଟମକ ଦୁଇ ଦୁଇ ହୋଇ ବଇଁଶୀର ସ୍ୱର ଗୋଡ଼ିଆ ଗୋଡ଼ି। ଯେଉଁ ଭୂଇଁ ଖାଦ୍ୟ ଦେବ କୃତଜ୍ଞତାରେ ତାହାରି ବନ୍ଦନାର ଉତ୍ସବ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ଅମୃତର ସନ୍ତାନର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।